ହ୍ୟାଲୋ। ହ୍ୟାଲୋ। ରେଣୁବାଳା ମହାନ୍ତି କହୁଛନ୍ତି? କିଏ କହୁଛନ୍ତି? ଥାନାରୁ କହୁଥିଲି, ମରାଣୀ ଥାନାରୁ। ଥାନାରୁ କଣ କହୁଥିଲେ? ଏଇ ହଁ କହୁଛନ୍ତି ତ ସିଏ, ନା ଆଉ ହଁ କହୁଥିଲେ ହଁ ହଁ କଣ ଅଲଗା? କହୁଥିଲେ କହୁନାହାନ୍ତି। ରେଣୁବାଳା ମାନେ କିଏ ସେ? ରେଣୁବାଳା ମହାନ୍ତି। ରେଣୁବାଳା କଣ ଯେ, ମୁଁ ତ ଜାଣିପାରୁନି ରେଣୁବାଳା କଣ? ଆପଣଙ୍କ ନାଁ କଣ କି? ମୋ ନାଁ ହଉଛି ରଶ୍ମିରେଣୁ ମହାନ୍ତି। ଆଚ୍ଛା ଆଚ୍ଛା, ହଁ ହଁ ଠିକ ସେ, ରଶ୍ମିରେଣୁ ମହାନ୍ତି। ହଁ ହଁ, ଏ ଆପଣଙ୍କର କେସ୍ ନଥିଲା ଯୋଉ ଘର ବାବଦରେ ଲୋନ କରିଥିଲେ ଯୋଉ? ହଁ ହଁ। ସେଇଟା ତ ପେଣ୍ଡିଙ୍ଗ ହେଇକି ପଡିଛି ନା, କଣ କିଛି କଲେ ନା କିଛି ନାହିଁ, ସେଇ କଥା ପଚାରୁଥିଲି। ଆପଣ ତ ଯାଇକିରି ବାହାର କରିଦେଲେ, ଆପଣଙ୍କର ଦୟା ଧର୍ମ ହେଲାନି ଆଉ। ମୁଁ ତ ଷ୍ଟେସନରେ ଶୋଉଛି ଆଉ କଣ କରିବି, ମୋ ପାଖରେ ତ ପଇସା ନାହିଁ। ଆପଣଙ୍କ ଯଦି ପୋଲିସ ହେଇକିରି ଯଦି ଆପଣ ଏଇ ଘରୁ ବାହାର କରିଦେବେ, ବାହାର ଲୋକଙ୍କୁ ନେଇକି ରଖିବେ, ନାଇଁ 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 ସେଇଟା ଆପଣ ଟିକେ ଆମେ ଦୟା କଣ ଧର୍ମ ଆସିଲେନି ନା। ନାଇଁ ନାଇଁ, ଆମେ କଣ ବାହାର କରିପାରିବୁ, ଆମର କଣ ସେତିକି ପାୱାର ଅଛି? ଆଉ ଆପଣ ହାତ ଧରିକିରି ବାହାର କରିକି ଆଣିଲେ ଆଉ। କାରଣ ମୁଁ ବୋଲି ଗଲା, ଆଉ ଅନ୍ୟ କୋଉ ସ୍ତ୍ରୀ ଲୋକ ହେଇଥିଲେ ସମସ୍ତେ ଖଣ୍ଡ ଖଣ୍ଡଳ କୁହନ୍ତି, ଏମିତି କାହାକୁ ନିଜ ଘରେ ମାନେ ଅନ୍ୟ ଲୋକଙ୍କୁ ନେଇ ଘରେ, ଆପଣ ବୋଲି ଗଲେ, ଆପଣ ଟିକେ ଯଦି କହିଥାନ୍ତେ, ଆପଣ ଗରିବ ଲୋକଟେ ତାକୁ ଦେଲେ, ସେ ଦଉଛି, ତମେ ନ ଦେଇକିରି, ଆପଣ ତ ନିଜେ ଆପଣଙ୍କ ସାହସରେ ବ୍ୟାଙ୍କ ବାଲା ତକ ଗଲା। ଆଉ ନାଇଁ ଆପଣ ନାଇଁ କଣ ବ୍ୟାଙ୍କ ଅର୍ଡର କହୁଛନ୍ତି, ଦେଲା ନା, ଯାହା ଥିବ ଭାଗ୍ୟ, ଅର୍ଡର ଭାଗ୍ୟରେ ଯାହା ଥିବ, ଆପଣ ଗୋଟେ ନାରୀ ଅର୍ଡର ହେଇକିରି ଟା ଆପଣ ସେମାନେ ବି ଆଣିଲେ କୋର୍ଟରୁ ନା, ଆଉ ଆମେ କଣ ଅର୍ଡର କରିପାରିବୁ? କୋର୍ଟ ରୁ ଅର୍ଡର ତ ବାହାରୁନି ନା, ଆମେ ଯେତେ ଆପ୍ଲାଏ କଲେ କଲେକ୍ଟର ଅର୍ଡର କିଛି ବାହାରୁନି। ତାମାନେ ଏଇଟା ଇଏ କରିକି କହିନ୍ତି, କାରଣ ମୋ ସ୍ଵାମୀ ସରଳ, ମୋ ପୁଅ, ଆପଣ ନିଜେ କହିଲେ, ନାଇଁ ନାଇଁ ଅର୍ଡର ସେଇଠା ଟା ଲୋକ ଅଛି, ଯଦି ହେଇଥାନ୍ତେ, ଦେଖ ଆପଣ ଅର୍ଡର ମାନଙ୍କୁ ଟା ଆମ ସମସ୍ତଙ୍କୁ ପାଖରେ ବାଡେଇକିରି ଅଛି। ବାହାର କରିଥାନ୍ତେ। ଆମେ ସେମିତି ଅର୍ଡର ଆମ ସାଧା ସିଧା, ପାଖରେ ଅଛି, ଦେଖୁନାହାନ୍ତି ଅର୍ଡର ଗଭର୍ଣ୍ଣମେଣ୍ଟରେ ତ କିଛି ଅଛି। ବାହାରୁନି, ଆମେ ସବୁଥର ଆପ୍ଲାଏ କରୁଛୁ, କଲେକ୍ଟର ଅର୍ଡର ଟୋଟାଲି କିଛି ବାହାରୁନି। ଆଉ ମୁଁ ଯୋଉଟା ନିଜେ ଅଛି ଯାଇଥିଲି, ଆଉ ପାଖରେ ଆମର, ସେଠି କହିଲେ ଯେ ଏଇଟା ସର୍ଫେକ୍ଟ ଆକ୍ଟ ସମସ୍ତଙ୍କ ପାଇଁକା, ତମ ପାଇଁକା କିଛି ଅର୍ଡର କଲେ, ମୁଁ ପା କଲେକ୍ଟର ନାଇଁ ପାଖକୁ ନାଇଁ, ଯାଇଥିଲି। ଯୋଉଟା ଆମ ପାଖରେ ଅଛି ଯୋଉଟା, ସେଇଟା କଣ? ସେଇଟା ଫଲ୍ସ ଗୁଡା ସବୁ କରିଛନ୍ତି ବ୍ୟାଙ୍କ ବାଲା, ଫଲ୍ସ ମାନେ 20,000 ଲାଞ୍ଚ ନେଇ ମୋ ଫଲ୍ସ ସ୍ଵାମୀଠୁ। କରିପାରିବେ? ହଁ କଣ କହୁନାହାନ୍ତି, ହଁ କଣ ପେଣ୍ଡିଙ୍ଗ ହେଇଅଛି ନା ବ୍ୟାଙ୍କ ବାଲା ଆପଣଙ୍କୁ କଣ କହିଛନ୍ତି? ନା ବ୍ୟାଙ୍କ ବାଲା ମତେ କାହିଁ କହିବେ, ସେ ହଁ କେସ୍ ଯୋଉ ଆପଣଙ୍କ ନାଁରେ ଅଛି ସେଇଟା ପେଣ୍ଡିଙ୍ଗ ଅଛି, ତ ସେଇଥିପାଇଁ ଫୋନ କରିଥିଲି। କଣ କରାଯିବ ତା ଉପରେ? ସେ ଖାଲି ନୋଟିସ ମାରିଦେଲେ, ଆମେ ସେଇଟା କ୍ଲୋଜ କରିଦିଅନ୍ତେ ଆଉ। ନୋଟିସ କିଏ ନୋଟିସ କରିବ? ନାଇଁ ଏଇ ଯୋଉ ଆପଣଙ୍କର ପୁଅ ସ୍ୱାମୀ ଏଇ ସବୁ ଅଛନ୍ତି ନା ତା ଦେହରେ। ହଁ ଥିଲେ କଣ କରିବେ ସେମାନେ? ଆମେ ତ ପୁଣି କେସ୍ ଟା କ୍ଲୋଜ କରିବା, ସେଇଥିପାଇଁ ଆଉ ମୁଁ ମ୍ୟାଡାମ ତ ଡାକିଥିଲେ କଥା କେମିତି ହେବାକୁ। ଏଇନି କେମିତି ମୁଁ କେସ୍ କ୍ଲୋଜ କରିବି, ମୁଁ ଘରକୁ ଯିବାକୁ ନାହିଁ, କେମିତି କ୍ଲୋଜ କରିବି ଆପଣ ନିଜେ କହିଲେ? ନାଇଁ ନାଇଁ, ଏଇଟା ଆପଣଙ୍କର, ଆପଣ ଅଛନ୍ତି ଆସିରେ ଆପଣଙ୍କ ନାଁରେ ହେଇଛି ନା। କ୍ଲୋଜ ଫ୍ଲୋଜ କିଛି ହବନି, ଆହୁରି ଘାଣ୍ଟିବି। ନହେଲେ ସେ ମୁଁ ଉଠେଇକି ନାଇଁ ଆଣିବାକୁ ନାଇଁ, ପଡିବ ମୁଁ ଆଉ। ଏକାଏଳେ ରାଷ୍ଟ୍ରପତି ପାଖକୁ ଯିବି, ସେଇଆଡେ ମୁଁ ଅଛି। ନାଇଁ ଆମକୁ ବି ଦୁଃଖ ଲାଗୁଛି, କାହିଁକି ନା ଏତେ କଷ୍ଟରେ ଗୋଟେ ମାନେ ଘରଟେ ଆଉ ହେଇ, ତାଙ୍କ ମାନେ ଆମ ପଇସାରେ କଣ ଘର ଆମେ କରିଛି, କଣ ମଣିଷ କାହିଁ ନୁହନ୍ତି? ବନ୍ଧୁବାନ୍ଧବ ମତେ ସହଯୋଗ ବନ୍ଧୁବାନ୍ଧବ, ମୁଁ ବନ୍ଧୁବାନ୍ଧବଙ୍କଠୁ ମାଗିକି ଆଣିକି, କାରଣ ଆମ ସ୍ଵାମୀର ରୋଜଗାର ନାହିଁ ନା। ସ୍ଵାମୀ ସବୁବେଳେ ବାପା ମାଙ୍କର ସେବା କରେ, କହିଲେ କଳି କରିକିରି ନାଇଁ ମାରିବାକୁ ଆମକୁ ବି ଉଠିବ ଦୁଃଖ ପଳେଇଯିବ, ଲାଗିଲା। କିନ୍ତୁ ମୁଁ ପାଠ ସାଠ ପଢିଛି ମତେ ଲାଜ ଲାଗେ। ମୁଁ ଘରଟେ କରିକି ଚଳୁଥିଲି, ମୋ ପିଲାକୁ ହାତ ଭାଙ୍ଗିଛନ୍ତି, ମୋ ପିଲାର ଅବସ୍ଥା ଖରାପ, ମୁଁ ସେଥିପାଇଁକା ଥିର ଥାର ହେଇକି ବସିଛି, ମୋ ପିଲାର ବିରାଟ ବଡ ରୋଗ କରିକି ଯାଇଛି ତହସିଲ, ସମସ୍ତଙ୍କ ନାଁ ମୁଁ ନାଇଁ ଘାଣ୍ଟିଯିବି ମ୍ୟାଡାମ ରାତିକୁ। ଶୁଣନ୍ତୁ ଶୁଣନ୍ତୁ, ଆମକୁ କଣ ଦୁଃଖ ଲାଗୁନି ଯେ ଏତେ କଷ୍ଟ ନାଇଁ ଗୋଟେ ନାଇଁ, ମୋ ଲୋନ କରି ପିଲାକୁ ଘର ଫର ଧକ୍କା ମାରିକିରି, କରିକିରି ଗୋଟେ ଦୁଆର ଇଏ ଧକ୍କା କରିଛନ୍ତି ମାରିକିରି, ବାହାଘର ଯୋଉ ଘର ଭିତରେ ମାନେ ବସି ବାହାର କିଏ ସେ କଲେ। ପକେଇଛି, ମୋ ପୁଅର ହାତ ହୁଁ ହୁଁ ଭାଙ୍ଗିଛି, ହୁଁ ମୋ ପୁଅର ଯାଉଳି ମାଡ ହେଇକିରି ମୋ ପୁଅର ସିରିୟସ ଅବସ୍ଥା। ହୁଁ ହୁଁ, ଦେହ ଭଲ ନାହିଁ? ନା ତାର ସେ କେବେ ଭଲ ହଉନି, ମାନେ ତା କିଏ ତାକୁ ପେଲିଛି ଖଟ ଉପରୁ, କଣ କରିଛି, ପୋଲିସ ବାଲାଙ୍କ ନାଁ ହିଁ ମୁଁ ଦେବି। ପୋଲିସ ବାଲା ଥାଇକିରି କେମିତି ଏମିତି ସବୁ କାମ ହେଲା? ପୋଲିସ କୋଉଦିନ? ମାନେ ଆଇନ ରକ୍ଷକ ନା, ସେ ଆଇନ ରକ୍ଷା, ଆପଣ ବୁଝେଇଲେନି, ଆପଣ ଗୋଟେ ସ୍ତ୍ରୀ ଲୋକ, ଆମେ ବି ସ୍ତ୍ରୀ ଲୋକ, ଆମେ ଯିବୁନୁ। କୋଉ ଦିନ ପୋଲିସ ବାଲା ଯେ? ପୋଲିସ ବାଲା ଯାଇଥିଲେ ତାଙ୍କ ସାଙ୍ଗରେ, ଆପଣ କିଏ କହୁଛନ୍ତି ମୁଁ ଆପଣ କିଏ କହୁଛନ୍ତି କହିଲେ, କଣ ଆପଣଙ୍କ ନାଁ? କୋଉଠୁ କହୁଛନ୍ତି, ନାଇଁ ନାଇଁ ଥାନାରୁ କହୁଛନ୍ତି କି? ହଁ କୋଉଠୁ ଏମେରେଲି ଥାନାରୁ? ହଁ ହୁଁ, ଆପଣ ମାନଙ୍କୁ ଖାଇବାକୁ ଦେଲେ, ପ୍ରଥମ ଥରକ ଆସିଲେ ଭାତ ଡାଲମା ଆଳୁ ଭଜା ଖାଇବାକୁ ଦେଲେ, ସେଦିନ ମଙ୍ଗଳବାର ହେଇଥିଲା ମଟନ ମିଳିଲାନି ବୋଲି ଆସିଲେ। କିଏ ଦେଲା ତେଣୁ ଜ୍ଞାନ ଖାଇବାକୁ? ରଞ୍ଜନ ସାହୁ ସେଇ ତାଙ୍କ ତରଫରେ ଗଲା, ଆମେ ଲାଞ୍ଚ ଦେଲୁନୁ। ଏ ତ ନାଇଁ ନାଇଁ ଲାଞ୍ଚର ଯୁଗ ଚାଲିଛି, ଏ ତ ପୃଥିବୀ ନାଇଁ ଧ୍ୱଂସ ନାଇଁ ହବ, ଆଉ ଅଳ୍ପ ସେଇଟା ଦିନ ନୁହେଁ, ଅପେକ୍ଷା କରନ୍ତୁ। ଏତେ କଥା ମୁଁ କହିବା ପାଇଁ ଚାହୁଁନି, କିଏ ହଁ ଖାଇବାକୁ ଦେଲା, କାହାକୁ ଖାଇବାକୁ ଦେଲା? ସେ ଖାଇବାକୁ ଦେଇଛନ୍ତି, ମୋ ଘର ସେଇଠି ନା, ମୁଁ କଣ ସବୁ ନ୍ୟୁଜ ପୋଲିସ କଣ ପାଇବିନି, ଦରମା ତେଣୁକରି ତାଙ୍କୁ ଖାଇବା ଆସିକିରି ପାଇଁ ଦେଲେ ଖାଇବେ ପୋଲିସ ନହେଲେ ବାଲା ରହିବା ଖାଇବେନି। ଦ୍ଵାରା ବ୍ୟାଙ୍କ ବାଲା ମାନେ ସାହସ ପାଇଲେ, ଆଉ ଆମର କଣ ପୋଲିସ ବାଲା ତ ଆଇନରେ ରକ୍ଷା ପାଇବେ, ମୁଁ ସବୁବେଳେ ନ୍ୟୁଜ ପୋଲିସ ଫ୍ୟୁଜ ସବୁ ପୋଲିସ ଦେଖୁଛି। ବାଲା ତ ନିଶ୍ଚିତ, ସମସ୍ତେ ଏଇଟା ସାହାଯ୍ୟ ନାରୀ ମାନଙ୍କର ଲୁହ ପୋଲିସ ନିଃଶ୍ଵାସ ପାଇଲେ, ସବୁ ଆପଣ ମାନେ ଚାକିରି କରିଛନ୍ତି, ପକେଟ ଗରମ ଅଛି ବୋଲି ଆପଣ ଯାଇକିରି ସେ ବ୍ୟାଙ୍କ ସେଇ ବାଲା କଥା ଡାକିଦେଲେ, ନୁହେଁ। କିଛି ପଇସା ଦେଇଦେଲେ, ଆପଣ ଯାଇକି ମତେ ବାହାର କରିଦେଲେ।
ବଡ ଭଲ ପଇସା କଣ ଆପଣ ସିଏ ତ ଆପଣଙ୍କୁ ବି ପଇସା ବଢିଆ ହେଲା ଡିପୋଜିଟ କଲେ ମୋର କୋଟିଏ ହେଡ୍ ଟଙ୍କାର ସମ୍ପତ୍ତି ପୁଣି ସିଏ ଗୋଟେ ଖୋର୍ଦ୍ଧା କୋର୍ଟର ପେସ୍କାର କୁ ଗଭର୍ଣ୍ଣମେଣ୍ଟ ଆଣିକି ତା ଆଇନଟାକୁ ଦେହରେ କଣ ଭର୍ତ୍ତି କିଏ କଲେ ଇଏ କରିପାରିବ? ଖୋର୍ଦ୍ଧା କୋର୍ଟର ଗୋଟେ ଅର୍ଡର ଯୋଉଟା ପେସ୍କାର କୁ ନାଇଁ ନାଇଁ ସେ ରଞ୍ଜିତ ମହାନ୍ତି ଯୋଉ ଖେଳ କରଉନି କି ପାଲେଇଲା ଇଆଡେ ପଇସା ପୁଣି ବ୍ୟାଙ୍କରେ କହିଲେ ଟଙ୍କା ଡିପୋଜିଟ କର ଘର ନବ ମୋ ଭାଇ ଯାଇକିରି 17 ଲକ୍ଷ ଟଙ୍କା ଡିପୋଜିଟ ମାନେ କେଡେ ବେଇମାନି କାମ ସବୁ କରିଛନ୍ତି ଡିପୋଜିଟ ହେଇଛି ତାକୁ ନେଇକିରି ତାଲା କାଟିକିରି ଯୋଡେ ଯାକ ତାଲା ସେ କାଟିକିରି ମୋର ବିଷୟରେ ତ ଆମେ ଘରେ ପଶି ଜାଣିନୁ ସେ ସିଏ କଣ ମତେ ଏଇନେ କଲେ କଣ 35 ନାହିଁ ଲକ୍ଷରେ ସେଥିରେ ମତେ ଆମେ ସୁଧ ରଖୁଛୁ ମାଗିଲାଣି ମାନେ ସେଇଟା କଣ ହେଲା ହଁ କଣ ସେ ନାହିଁ ଓକିଲ ଆମର ଯାହା ଟିକେ କରିବ ଆଉ ମୋ ମୁଣ୍ଡ କିଛି କାମ ମୋ ପୁଅ ଆଗୁଆ ନା ଘର ଆଗୁଆ ମୋ ପିଲା ଅବସ୍ଥା ହଉ ହଉ ଘରେଇଛନ୍ତି ଆଗ ରାଷ୍ଟ୍ରପତି ଆସିବେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଡକେଇକି ଏକଜୁଟ କରିବି ତାପରେ ପଇସା ମୁଁ ସହଜେ ଛାଡିବିନି ହଉ